ଦେଖନ୍ତୁ ବାଂଲାଦେଶର ଏ ବିଭତ୍ସ ଦୃଶ୍ୟ। ମଣିଷ ଉପରେ ମଣିଷ କେମିତି କରୁଛି ଅତ୍ୟାଚାର। କୁତ୍ସିତ ମାନସିକ ଅପରାଧୀମାନେ ସାଧାରଣ ଲୋକ ଉପରେ କେମିତି କରୁଛନ୍ତି ଅତ୍ୟାଚାର। ବାଂଲାଦେଶରେ ଛାତ୍ରମାନଙ୍କ ଦ୍ୱାରା ସଂରକ୍ଷଣ ବ୍ୟବସ୍ଥା ପାଇଁ ସୃଷ୍ଟି ହୋଇଥିବା ବିକ୍ଷୋଭ ନେଲାଣି ଏକ ନୂଆ ରୂପ। ତଥ୍ୟରୁ ପ୍ରକାଶ କି ସଂଖ୍ୟାଲଘୁ ଗୋଷ୍ଠୀ ଉପରେ ଆରମ୍ଭ ହେଲାଣି ଅତ୍ୟାଚାର। ଏପରି ଦୃଶ୍ୟକୁ ଦେଖି ମନେ ହୁଏ ବାଂଲାଦେଶର ପରିସ୍ଥିତି ଦିନକୁ ଦିନ ଆହୁରି ଭୟାବହ ହେବ। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିଲା ପରେ ପରିସ୍ଥିତି ଜଟିଳରୁ ଜଟିଳତର ହୋଇ ଚାଲିଛି। ବାଂଲାଦେଶ ସେନା କେତେ ମାତ୍ରାରେ ପରିସ୍ଥିତିକୁ ସମ୍ଭାଳିବାରେ ସକ୍ଷମ ହେବ ତାହା ଜାଣିବା ରହିଲା ବାକି ଏବଂ ଭାରତ ଆଗକୁ ଏ ବିଷୟରେ କୌଣସି ହସ୍ତକ୍ଷେପ ନେବ କି ନାହିଁ ତାହା ଜାଣିବା ମଧ୍ୟ ରହିଲା ବାକି। ବ୍ୟୁରୋ ରିପୋର୍ଟ, ମନ୍ଦିରା ଟିଭି।